जय श्रीराम। भारतर बहु प्राचीन कालरू आयुर्वेद एवं ज्योतिष शास्त्र प्रचलित होई आसुअछि। उभय शास्त्र दृढ़ एवं अकाट्य जुक्ति उपरे प्रतिष्ठित। अनेक प्रत्यक्ष कारणरू रोग सृष्टि हेउथिबा कथा प्रमाणित होइथिले मध्य एही सबु प्रत्यक्ष भावरे ग्रह मानकर कुरूप्रभाव ही परोक्ष भावरे दायी बोली ज्योतिष शास्त्र मत व्यक्त करिथाए। ज्योतिष शास्त्र मतरे 9टी ग्रह एवं 12टी राशि वर्णना କରାଯାଇଅଛି। ସ୍ଥାନ ଅନୁସାରେ ଗ୍ରହ ମାନେ ଶୁଭ ଏବଂ ଅଶୁଭ ଫଳ ପ୍ରଦାନ କରିଥାନ୍ତି। ଗ୍ରହମାନଙ୍କର ସ୍ଥାନ ଅନୁସାରେ ଅଶୁଭ ଫଳ ଏବଂ ଏହାର ପ୍ରତିକାର ଆଦି ଆମେ ଜାଣିବା। ଏବେ ଜାଣିବା ରବି ଗ୍ରହ ବା ସୂର୍ଯ୍ୟ ଗ୍ରହଙ୍କର ବିଷୟରେ। ରବି ହେଉଛନ୍ତି ସିଂହ ରାଶିର ଅଧିପତି ବା ସ୍ୱାମୀ। ରବିଙ୍କର ଅଶୁଭ ଦଶା ପଡ଼ିଥିବା ବ୍ୟକ୍ତିଙ୍କ ଠାରେ ପିତ୍ତାଧିକ ବ୍ୟାଧି ଦେଖାଯାଏ। ଏଣୁ ମୁଣ୍ଡ ବ୍ୟଥା, ଦକ୍ଷିଣ ନେତ୍ରରେ ବେଦନା, ପେଟ ଗୋଳମାଳ, ଅମ୍ଳପିତ୍ତ ଏବଂ ରକ୍ତପିତ୍ତ ଦେଖାଯିବା ସଙ୍ଗେ ସଙ୍ଗେ ମୁଣ୍ଡର ବାଳ ମଧ୍ୟ ଉପୁଡ଼ି ଯାଇଥାଏ। ଏବେ ଜାଣିବା ରବି ଗ୍ରହଙ୍କର ପ୍ରତିକାର ବିଷୟରେ। ରବିଙ୍କର ଶୁଭ ରଙ୍ଗ ହେଉଛି ଧଳା ଏବଂ ପଦ୍ମ ରଙ୍ଗ ତଥା ଶୁଭ ଧାତୁ ହେଉଛି ସୁବର୍ଣ୍ଣ। ଶୁଭ ରତ୍ନ ଲାଲ ମାଣିକ୍ୟ। ଶୁଭ ବସ୍ତୁ ଯମୁନା କୂଳରେ ନୀଳ ଗଛର ଚେର ଅଥବା ଶ୍ୱେତ ଅରଖ ଗଛର ଚେର। ରବି ଦଶା ହେଉଥିବା ବ୍ୟାଧିରୁ ମୁକ୍ତି ହେବା ପାଇଁ ସୁନା ମୁଦିରେ ମଧ୍ୟ ବେଲ ମୂଳ ଚେର କିମ୍ବା ଶ୍ୱେତ ଅରଖ ଚେର ଧାରଣ କରିପାରିବେ ଏବଂ ଧାରଣ ସମୟରେ ଓମ୍ ସୂର୍ଯ୍ୟ ନାରାୟଣ ମନ୍ତ୍ରକୁ ଜପ କରିବେ। ଏବେ ଜାଣିବା କେଉଁ ବାରରେ ଧାରଣ କରିବେ। ବାର ହେଉଛି ରବିବାର, ସମୟ ସକାଳ 8ଟା ପୂର୍ବରୁ। ନକ୍ଷତ୍ର ହିସାବରେ କହିଲେ କୃତ୍ତିକା, ଉତ୍ତରା ଫାଲ୍ଗୁନୀ ଏବଂ ଉତ୍ତରା ଷଢ଼ା ନକ୍ଷତ୍ର ଥିଲେ ସବୁଠାରୁ ଭଲ ପ୍ରଭାବଶାଳୀ ହୋଇପାରେ। ଧାରଣ କେମିତି ଆପଣମାନେ କରିବେ। ରବିବାର ଦିନ ସକାଳୁ ସ୍ନାନ ସାରି ସଫା କପଡ଼ା ପିନ୍ଧି ଦିଅନ୍ତୁ। 2ଟି ଚେର ଅଥବା ବେଲ ଚେର ଏବଂ ଶ୍ୱେତ ଅରଖ ଚେର ଗଙ୍ଗା ଜଳ କିମ୍ବା କଞ୍ଚା କ୍ଷୀରରେ ଧୋଇ ଶୁଦ୍ଧ କରନ୍ତୁ। ପୂଜା ଲାଲ କପଡ଼ା ଉପରେ ରଖି ଧୂପ ଦୀପ ଦେଇ ତାଙ୍କୁ ପୂଜା କରନ୍ତୁ ଏବଂ ସୂର୍ଯ୍ୟ ନାରାୟଣ ଜପ କରନ୍ତୁ। 108 ଥର କରନ୍ତୁ। ଧାରଣ ଏହି ଚେର ଲାଲ ରଙ୍ଗ ସୂତା କିମ୍ବା ଲାଲ କପଡ଼ାରେ ଗୁଡ଼ାଇ ପୁରୁଷମାନେ ଡାହାଣ ହସ୍ତରେ ପିନ୍ଧିପାରିବେ ଏବଂ ମହିଳାମାନେ ବାମ ହସ୍ତରେ ପିନ୍ଧିପାରିବେ। ଯଦି ତାବିଜ ମଧ୍ୟରେ ପୁରାଇ ଗଳାରେ ମଧ୍ୟ ଧାରଣ କରିପାରିବେ। ଏହାର ଉପକାର ଦୁର୍ବଳ ମନୋଭାବ ଦୂର ହେବ ଏବଂ ଦୃଢ଼ତା ଆସିଥାଏ। ଆଖି ଏବଂ ହାଡ଼ ସମସ୍ୟାରେ ସମାଧାନ ପାଇଁ ସହାୟକ ହୋଇଥାଏ। ଆଗାମୀ ଭିଡ଼ିଓରେ ଜାଣିବା ଚନ୍ଦ୍ରଗ୍ରହଙ୍କର ଦୋଷରୁ କେଉଁ କେଉଁ ରୋଗ ହୋଇଥାଏ ଏବଂ ଏହାର ପ୍ରତିକାର ବିଷୟରେ।